ଆପଣ ମୂର୍ତ୍ତି ପୂଜା ବିଷୟରେ ଯାହା ବହୁତ ଭଲ ଭାବେ କହିଲେ ମୂର୍ତ୍ତି ପୂଜାର ଆବଶ୍ୟକତା କାହିଁକି ରହିଛି ତାହେଲେ ମୋତେ କିମ୍ବା ଆମ ଅଡ଼ିଏନ୍ସକୁ କ'ଣ ଯେ ଭଗବାନଙ୍କ ପ୍ରତି ଆସ୍ଥା କିପରି ବଢ଼ିବ କିମ୍ବା ଆମେ ନିଜକୁ ସନାତନ ବୋଲି କିପରି ପ୍ରମାଣ କରିପାରିବା ଭଗବାନଙ୍କ ପ୍ରତି ଆସ୍ଥା କେମିତି ବଢ଼ିବ ଏବଂ ଆମେ ନିଜକୁ ସନାତନ ବୋଲି କେମିତି ପ୍ରମାଣିତ କରିବା ଏଇଟା ଜଟିଳ ପ୍ରଶ୍ନ ନୁହେଁ କିନ୍ତୁ ଆଧିରେ ଟିକେ ଜଟିଳତା ରହିଛି କାହିଁକିନା ଭଗବାନ ତ ଆମେ ଆମର 33 କୋଟି ଦେବାଦେବୀଙ୍କୁ ଆମେ ଭଗବାନ ବୋଲି ପାଳନ କରୁଛେ ଏବଂ 33 କୋଟି ଦେବାଦେବୀଙ୍କର ମୂଳ ଯିଏ ବ୍ରହ୍ମଶକ୍ତି ଯେମିତି ଆମେ ଜଗନ୍ନାଥଙ୍କୁ କହୁଛୁ ଜଗତର ନାଥ ଦେଖନ୍ତୁ ଦ୍ୱାପର ଯୁଗରେ କୃଷ୍ଣ କହିଥିଲେ ମୁଁ ହେଉଛି ଭଗବାନ ଅର୍ଜୁନଙ୍କୁ ଆଉ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ତାଙ୍କର ଅବତାର ଅଛି 10 ଅବତାରଙ୍କ ବିଷୟରେ ଆମେ ସବୁ ଶୁଣିଛେ ପଢ଼ିଛେ ଜାଣିଛେ କେହି ଭଗବାନ ବୋଲି କହନ୍ତିନି ତେ କଥା ହେଉଛି କ'ଣ ଭଗବାନ ପ୍ରତି ଆମର ଆସ୍ଥା କେମିତି ବଢ଼ିବ ଏଇଟା ହେଉଛି ନିଜ ନିଜର ଅଭ୍ୟାସ ଉପରେ ନିର୍ଭର କରେ ଆମେ ଯଦି ତାଙ୍କୁ ସର୍ବଶକ୍ତିମାନ ବୋଲି ଭାବିବା ଏବଂ ତାଙ୍କୁ ହିଁ ଆମର ଜନ୍ମ ଏବଂ ମୃତ୍ୟୁର କାରଣ ବୋଲି ଭାବିବା ଏବଂ ତାଙ୍କୁ ହିଁ ଆମର ଜୀବନର ମୂଳଦଣ୍ଡ ବୋଲି ଭାବିବା ଆମେ ଯାହା କିଛି କରୁଛେ ଯାହା କିଛି କରିବା ଏବଂ ଜନ୍ମ ପୂର୍ବରୁ ଆମେ କ'ଣ ଥିଲେ ଏବଂ କେମିତି ଆସିଛେ ଏବଂ ମୃତ୍ୟୁ ପରେ କେଉଁଠିକି ଯିବା ଇତ୍ୟାଦି ଇତ୍ୟାଦି ସବୁ ଜିନିଷର କାରଣ ଯଦି ଆମେ ଭାବିବା ଯେ ଆକୁ ଜଣେ ନିୟନ୍ତ୍ରଣ କରୁଛି ଜଣେ କିଏ somebody is there ସେ କିଏ ତାହେଲେ ସେ ହେଉଛନ୍ତି ଭଗବାନ ସେ ତେଣୁ ତାପରେ ଆମର ସେ ଭଗବାନ ପ୍ରତି ବିଶ୍ୱାସ ଆସିବ ଆଉ ବିଶ୍ୱାସ ଅନ୍ୟ ନାମ ହେଉଛି ଭକ୍ତି ବୁଝିଲା କି ନାହିଁ ବିଶ୍ୱାସର ପ୍ରାଣ ହେଉଛି ଭକ୍ତି ତ ଆମର ଯେଉଁ 33 କୋଟି ଦେବାଦେବୀ ଅଛନ୍ତି ଯେଉଁ ଆମେ ଭଗବାନ ଯାହାକୁ କହୁଛେ ଆମର ଯଦି ତାଙ୍କ ପ୍ରତି ବିଶ୍ୱାସ ନ ଆସିଛି ତାହେଲେ ମନରେ ଭକ୍ତି ମଧ୍ୟ ଆସିବନି ତ ମନ ଭିତରେ ତାଙ୍କ ପ୍ରତି ବିଶ୍ୱାସ ଆସିବା ପାଇଁ ଆମକୁ ସଦାବେଳେ ସକାରାତ୍ମକ ନକାରାତ୍ମକ ନୁହେଁ ସକାରାତ୍ମକ ଚିନ୍ତା ଭିତରେ ରହିବାକୁ ପଡ଼ିବ ସକାରାତ୍ମକ ଚିନ୍ତା ଭିତରେ ରହିଲେ ଭଗବାନ ପ୍ରତି ବିଶ୍ୱାସ ବଢ଼ିବ କାହିଁକିନା ଭଗବାନଙ୍କୁ ଆମେ ରାତି ପାଇଲେ ଯେମିତି ମନେ କରନ୍ତୁ ଆମେ ବସିକି ଯେମିତି କଥାବାର୍ତ୍ତା କରୁଛେ ସେମିତି ଭଗବାନ ଆସି ତୁମ ପାଖରେ ରାତି ପାଇଲେ ବସିକିରି ଆମେ ଯେଉଁ ସ୍ୱରୂପରେ ଭଗବାନଙ୍କୁ ପୂଜା କରୁଛେ ଯିଏ ଯେଉଁ ସ୍ୱରୂପରେ ପୂଜା କରୁଛନ୍ତି ଆମର 33 କୋଟି ଦେବାଦେବୀ କହୁଛେ ଆମେ 33 କୋଟି ଦେବାଦେବୀ ମାନେ 33 ପ୍ରକାର ଦେବାଦେବୀ ସେ 33 ପ୍ରକାର ଦେବାଦେବୀ କ'ଣ ରାତି ପାଇଲେ ଆମ ସାମ୍ନାରେ ଆସି ବସୁଛନ୍ତି କି ଆମେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରୁଛେ କି ତାଙ୍କ ସାଙ୍ଗରେ ହସୁଛେ ଖେଳୁଛେ ଭଲ ମନ୍ଦ ଦୁଃଖ ସୁଖ କରୁଛେ କି କରୁନେ ତ ତାହେଲେ ଆମେ ସେ ଯେଉଁମାନଙ୍କୁ ପୂଜା କରୁଛେ ତାହେଲେ କେମିତି ତାଙ୍କ ପ୍ରତି ବିଶ୍ୱାସ ଆସିବ ଯେମିତି ମୁଁ ତୁମକୁ ସାକ୍ଷାତରେ ପାଇଛି ତୁମେ ମୋତେ ପ୍ରଶ୍ନ ପଚାରୁଛ ମୁଁ ତୁମ ସହିତ ଆଲୋଚନା କରୁଛି ଆମେ ଗୋଟେ କଥାବାର୍ତ୍ତା କରୁଛେ ହସାହସି ହେଉଛେ ଦୁଃଖ ସୁଖ ହେଉଛେ ଇତ୍ୟାଦି ଇତ୍ୟାଦି ତ ସେଠି ଆମର କ'ଣ ମୁଁ ଜାଣୁଛି ଯେ ହାପି ବାବୁ ଅଛନ୍ତି ତ ତାଙ୍କ ପ୍ରତି ବିଶ୍ୱାସ ଆସିବାକୁ ହେଲେ ଆମକୁ ସେଇଭଳିଆ ମନରେ ବିଶ୍ୱାସ ଆଣିବାକୁ ପଡ଼ିବ ଆସ୍ଥା ଆଣିବାକୁ ପଡ଼ିବ ତେବେ ଯାଇକି ହିଁ ଆମେ ତାଙ୍କର ସ୍ଥୂଳ ପୂଜା ବା ମୂର୍ତ୍ତି ପୂଜାକୁ କଲେ ମଧ୍ୟ ଆମେ ଜାଣିବା ଯେ ସେ ସାକ୍ଷାତରେ ଅଛନ୍ତି ମାନେ ଆମକୁ ଅନୁଭବ କରିବାକୁ ହେବ ଯେ ଆମେ କାହା ଦ୍ୱାରା ପରିଚାଳିତ ହଁ ତେବେ ଯାଇ ଆମର ଆସ୍ଥା ଆମର ସବୁ କିଛି ଆମର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ୍ମ ପୂର୍ବରୁ ଆମେ ଥିଲେ ମୃତ୍ୟୁ ପରେ ମଧ୍ୟ ରହିଥିବା ଏବଂ ଜନ୍ମଠାରୁ ମୃତ୍ୟୁ ଭିତରେ ଯାହା କିଛି ହେଉଛି ସେ ସବୁ କିଛି ସାରା ଜଗତର ତାକୁ ଜଣେ ପରିଚାଳିତ କରୁଛନ୍ତି ଯଦି ସେ ଏ ବିଶ୍ୱାସ ନ ଆସିଛି ସକାରାତ୍ମକ ବିଶ୍ୱାସ ନ ଆସିଛି ତାହେଲେ ଆମର ଭଗବାନଙ୍କ ପ୍ରତି ବିଶ୍ୱାସ ଆସିବ ନାହିଁ ଇଏ ହେଉଛି ପ୍ରଥମ କଥା ହେଉଛି ତେଣୁ ସକାରାତ୍ମକ ଚିନ୍ତାଧାରା ରଖିବାକୁ ପଡ଼ିବ ଇଏ ତ ଗଲା ଭଗବାନଙ୍କ ଉପରେ ବିଶ୍ୱାସର କଥା ଆଉ କେମିତି ପ୍ରମାଣିତ କରିବା ଆମେ କରିପାରିବା ଦେଖନ୍ତୁ ସନାତନ ଧର୍ମର ଆମର ବୈଦିକ ରୀତିରେ କିଛି କର୍ମ କରିବା ପାଇଁ ଜୀବନଯାପନ କରିବା ପାଇଁ କିଛି କର୍ମ ରହିଛି ଯେମିତି ମନେକର ବୈଦିକ ରୀତିରେ ଯେଉଁମାନେ ହିନ୍ଦୁ ସମ୍ପ୍ରଦାୟର ଲୋକ ବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଯେଉଁମାନେ କହୁଛନ୍ତି ଯେ ଆମର ଧର୍ମ ହେଉଛି ସନାତନ ଧର୍ମ ସେମାନଙ୍କର ବୈଦିକ ରୀତିନୀତିରେ ଜୀବନଯାପନ କରିବା ପାଇଁ ଯେଉଁ ନିୟମ ରହିଛି ସେ ନିୟମକୁ ଆମକୁ ପାଳନ କରିବାକୁ ପଡ଼ିବ ତେବେ ହିଁ ଆମର ସନାତନ ଧର୍ମ ପ୍ରମାଣିତ ମାନେ
ଆପଣଙ୍କ ପ୍ରଶ୍ନର ଉତ୍ତର ମିଳିଯିବ। उत्तर मिल तेज सनातन धर्म कहले जहाँ रीतिनीति जमी आमर जो वेदशास्त्र रही जमी मन करूँ धरतु मुझे गोटे साधारण अर्थ में कहूँ आमर जो आम पर्वपर्वाणी पालन करुचे बा घरे ठाकुर देवादेवी को पूजा करुचे माँ मंदिर जो जाइए आम देवादेवी को दर्शन करुचे से आम कौ प्रकार पोशाक पिंधा उचित आज्ञा आम बर्तमान कौन करुचे आधुनिक समाज रे विभिन्न प्रकार पोशाक पिंधिकी पड़े जाऊँ विभिन्न प्रकार पोशाक पिंधिकी पड़ जाऊँ जोटा कि पाश्चात्य सभ्यतार अनुकरण को करी किंतु आमर से भली पोशाक पिंधिकी जीवा उचित नहीं विशेषकर साधारणतः पुरुष माने एवं नारी माने एवं विशेष आ जो माने अविवाहिता झील माने बा पिला माने जो माने समस्ते से माने निहाती पर्वपर्वाणी रे बा धर्मपीठ को गला बेले बा निज गृह ठाकुर को पूजा कला बेले धोती परिधान करने उचित शाढ़ी पिंधा उचित एवं जो माँ माने मध्य बा जो झील माने मध्य से माने संपूर्ण शरीर को ढांकिला भाया पोशाक पिंधा दरकार संपूर्ण शरीर को ढांकिला भाया पोशाक पिंधा सहित जिते तो आम देव मंदिर को जाऊे बा ठाकुर पाखे मुंडिया मारुचे से आमर गोटा आगे गोटा व्यवस्था था बर्तमान से व्यवस्थाटा पाश्चात्य संस्कृति सभ्यता जो लोप पाईगला जोटा को आम पकाते झील मैंने साधारणतः जो मैंने कुमारी मैंने पकाते ओढ़णी ओढ़णी बोली गोटा व्यवस्था था माँ मैंने तो शाढ़ी पिंधिले ओढ़णा देदेवे झील मानक ओढ़णी ना झील मैंने ओढ़णी पकाऊ ना तो नियम कौन जिते आम देव मंदिर को जीवा कम से कम ओढ़णी आमर कन्या मान माने झील मान मोर मोर कहूँ मुझे मैंने निहाती ओढ़णी पकड़ा दरकार मुंडे टी से ओढ़णी देदेवे चाहकि देव ठाकुर पाखे नतमस्तक होकर मुंडिया मारिया दरकार कि घरे मध्य जमी कई गुरुजन आसिले बा घर जो आम मूर्ति रखी पूजा करचे सेठी मध्य आम से भाया पोशाक पिंधा दरकार आ मोर इच्छा अनुसार मुझे आजिकल जो प्रकार माने पाश्चात्य जो ढांचारे जो प्रकार पोशाक परिच्छद पिंधिकी आम मंदिर को प्रवेश कर जाऊे फोटो जाकि मोबाइल सेल्फी रोचे विभिन्न प्रकार देवादेवी मंदिर एवं घरे मध्य स्वतंत्र गोटे पूजा गृह अच्छी ना से पूजा गृह को जो आम प्रवेश करिया से श्रृंखलित पोशाक पिंधिकी भर को जावा दरकार कहीं आम ठाकुर पाखक जाऊँ ठाकुर स्वयं विराजमान अच्छा सी आमको देखुं आम से भावुचे कौन तो फोटो तो थुआई सी कौन आम साथ कथबार्ता कर ना जदि आम ये चिंता रखिए से स्वयं विराजमान अच्छा मत देखुं ताले मु मोर पोशाक को ठीक भाई से भाई पिंधिकी जीवी पाखे पोशाक पिंधिकी मुंडिया मारिक आसबे आम कि से चिंताधारा भितर रोने आम जेकोसी पोशाक तेणु मो कथा प्रमाणित केमी करवा तो प्रमाणित करा आमर जो शास्त्रीय नीति नियम रही से शास्त्रीय नीति नियम को मानिले मानिया को पड़ो मानिया निहाती जरूरी बर्तमान जहाँ को मानु ना तार जमी अपभ्रंश हो गला नष्ट हो गला समाज आमर जो माने हिंदू संप्रदायर पिला माने पुओ झील माने समस्ते मोटामोटी ताकू विशेष भाव पालन करूना धर्म को आखिठार मारला भाया धर्म को आखिठार मारला भाया केवल बाटर जाऊँ साइकेल भी जाऊँ कि गाड़ी जाऊँ मुंड टे नुआईदे हाथ टे उठे देखी करदे कौन भगवान तुम पाद तलिया एमती करदे भगवान तुम नमस्कार ग्रहण करने तुम 2 मिनट से रखिकी नमस्कार करना हाथ जोड़िकी आजिकल नमस्कार बा प्रणाम तो ना एक प्रकार कहवाक गले आम जो मंदिर को जाऊे समस्ते भी बोधे मुंड लगे नमस्कार कर सन्देह विशेषकर युवपीढ़ी भी मुझे कहूँ युवपीढ़ी मान सी बहुत सी अपभ्रंश हो गला घरे मध्य गुरुजन को कौन कर टिके नईकि हाथ टिके बढ़े दौरान कहते प्रणाम नमस्कार एटा कौन नमस्कार एटा कौन प्रणाम मुंडिया मारिया कथा अलग जमी तो जमी आम गुरुजन को ठाकुर बोली भावुचे सेमती देवादेवी को से भाया भाव में पूजा करिया दरकार एवं विश्वास करिया दरकार एवं आम निज धर्म को रक्षा करने आमको सदाबले सकारात्मक चिंता भितर रहा पड़ो
ଆପଣ ଯେମିତି ବର୍ତ୍ତମାନ କହିଲେ ଯେ ରାସ୍ତାରେ ଗଲାବେଳେ ଯଦି କେଉଁଠି ଦେବାଦେବୀ ମୂର୍ତ୍ତି ଦେଖୁଛନ୍ତି ଗାଡ଼ି ଚଲାଉଛନ୍ତି ମୁଣ୍ଡକୁ ନୁଆଇ କିମ୍ବା ହାତ ଗୋଟେ ହାତରେ ନମସ୍କାର କରିଦେଇ ଚାଲି ଯାଉଛନ୍ତି ତ ଆପଣଙ୍କ ମତରେ ତାହା ଠିକ୍ ନୁହେଁ। ତ ସେ ଯେଉଁ ଯିଏ ଭକ୍ତିର ସହିତ ଯେ ମୁଣ୍ଡିଆ ମାରିଛି ସେଠି, କାରଣ ଆମେ ଗୋଟେ ରାସ୍ତାରେ ଗଲାବେଳେ ନା ଆମେ ବହୁତ ଦେବାଦେବୀଙ୍କ ମୂର୍ତ୍ତିକି ଦେଖୁ ରାସ୍ତାରେ, ଯେମିତିକି ବଜରଙ୍ଗବାଲି ହୁଅନ୍ତୁ, ତାଙ୍କର ପ୍ରଭୁଙ୍କର ଫଟୋ କିମ୍ବା ମୂର୍ତ୍ତି ଥାଏ କିମ୍ବା କୌଣସି ବୃକ୍ଷମୂଳେ ଗୋଟେ ମୂର୍ତ୍ତି ପୂଜା ପାଉଥାଏ। ତ ସେଠି ତାର ଯେଉଁ ଭକ୍ତିର ସହିତ ସେ ସେଠି ପ୍ରଣାମ ଜଣାଉଛି, ତ ସେଇଟା କେମିତି ହେବା ଉଚିତ? ଆପଣଙ୍କ କହିବା ହିସାବରେ ତ ସେଇଟା ଭୁଲ ନିଶ୍ଚିତ ଭାବରେ, କାରଣ ଆମର ଶାସ୍ତ୍ର କହୁଛି କିମ୍ବା ଆମ ଅଧ୍ୟୟନ ହିସାବରେ ଯେ ସେଠି ରହିକି ପ୍ରଣାମ କରିବା ଦରକାର ଠାକୁରଙ୍କ ପାଖରେ କିମ୍ବା ଭଗବାନଙ୍କ ପାଖରେ। ତ ସେଇଟା ସେ ଯେଉଁ ଭକ୍ତିର ସହିତ ସେ ଯିବା ଅବସ୍ଥାରେ ନିଜ କର୍ମକ୍ଷେତ୍ରକୁ ଯିବା ଅବସ୍ଥାରେ ଯେଉଁ ମୁଣ୍ଡିଆଟେ ମାରିଛି ସେଇଟା କ'ଣ ଭଗବାନ ଗ୍ରହଣ କରନ୍ତିନି? ନାଇଁ ନାଇଁ, କରନ୍ତି ନୁହେଁ, ସବୁ କିଛି ଗ୍ରହଣ କରନ୍ତି ପ୍ରଭୁ, ଗ୍ରହଣ କରନ୍ତି ନୁହେଁ। କଥା ହେଉଛି ଆମର ସଂସ୍କାର ଉପରେ ନିର୍ଭର କରୁଛି। ମୁଁ ଆମର ସଂସ୍କାର କଥା କହିଲି କାହିଁକି ନା ଠାକୁର ସର୍ବତ୍ର ବିଦ୍ୟମାନ, ସବୁ ଜାଗାରେ ଅଛନ୍ତି। ଆମେ ବସିକିରି କଥାବାର୍ତ୍ତା କରୁଛେ, ତୁମେ କ'ଣ ଭାବୁଛ ଆମ ପାଖରେ ଠାକୁର ନାହାନ୍ତି? ଆମ ପାଖରେ ଠାକୁର ବସିଛନ୍ତି, ଆମେ ଠାକୁରଙ୍କୁ ଦେଖିପାରୁନେ। ହଁ, ନିଶ୍ଚିତ ଭାବରେ ଆମେ ଯେଉଁ ଠାକୁରଙ୍କ ବିଷୟରେ କଥାବାର୍ତ୍ତା କରୁଛେ ସେ ଠାକୁର ଆମ ପାଖରେ ବସିଛନ୍ତି। ଠାକୁର ସର୍ବତ୍ର ବିଦ୍ୟମାନ, ସବୁ ଜାଗାରେ ଅଛନ୍ତି। ଘରେ ତ ପୂଜା କରିକି ଆସିଲେ, ଦେବ ମନ୍ଦିରରେ ପୂଜା କରିକି ଆସିଲେ, ବାଟରେ ଯାଉଛେ, ବାଟରେ ବିଭିନ୍ନ ଜାଗାରେ ରାସ୍ତା କଡ଼ରେ ଆଜିକାଲି ଛତୁ ଫୁଟିଲା ଭଳିଆ ସବୁ ମନ୍ଦିର ତିଆରି କରିଦେଲେଣି, ଦେବାଦେବୀଙ୍କୁ ସ୍ଥାପନ କରିଦେଲେଣି। ସବୁ ଜାଗାରେ ଆଜି ମୁଣ୍ଡିଆ ମାରି ମାରିକା ଏମିତି କରିକା ହାତ ଉଠେଇକିରି ଗୋଡ଼ ମୁଣ୍ଡ ହଲେଇକି ଯାଉଥିବା, ତାର କିଛି ମାନେ ରହେନା। ଆପଣଙ୍କ ଭାଷାରେ ମୋ କହିବା କଥା ଠିକ୍ ଅଛି। ଯଦି ମନେକର ଆମେ ଦେଖୁଛେ, ଏଇ ବାଟରେ ଗଲା ଦେଖିଲେ ଗୋଟେ ହନୁମାନଙ୍କ ମୂର୍ତ୍ତି ଅଛି, ଗୋଟା କେଉଁଠି ଦେଖିଲେ କାଳୀଙ୍କ ମୂର୍ତ୍ତି ଅଛି, କି ଗୋଟା କେଉଁଠି ଦେଖିଲେ ଅନ୍ୟ କୌଣସି ବିଷ୍ଣୁଙ୍କର ମୂର୍ତ୍ତି ଅଛି, କି ଯେକୌଣସି ମୂର୍ତ୍ତି ଅଛି, ଠିକ୍ ଅଛି। ଆମେ ଗୋଟେ ଯେଉଁ ଟିକେ ଆଗରୁ କହୁଥିଲି ଅନ୍ତର ପୂଜା କଥା, ଅନ୍ତର ଭିତରେ କେବଳ ଚିନ୍ତା କରିଦେବେ ଯେ ପ୍ରଭୁ ଅନ୍ତର ଭିତରେ ନମସ୍କାର କଲେ, ସରିଲା କାମ, ଆଉ କିଛି ଦରକାର ନାହିଁ। ଆଚ୍ଛା, ତ ଯଦି କରିବେ, ଟିକେ ମୋଟରସାଇକେଲ ଯାଉଛନ୍ତି, ଟିକେ ମୋଟରସାଇକେଲକୁ ସ୍ଲୋ କରିଦେଲେ, ସ୍ଲୋ କରିଦେଇ କେତେ ସେକେଣ୍ଡ ଲାଗିବ? ନିଶ୍ଚିତ ଭାବରେ ବହୁତ କମ୍ ସମୟ ଲାଗିବ, ବହୁତ କମ୍ ସମୟ। ଟିକେ ବାସ୍ ରଖିଦେଲେ, ଦୁଇ ହାତକୁ ନମସ୍କାର କଲେ, ସରିଲା କାମ, ଚାଲ। ବାଟ ଯାକ 10ଟା ଜାଗାରେ ମୂର୍ତ୍ତି ଆପଣଙ୍କୁ ଦେଖିଲେ କ'ଣ ସବୁ ଜାଗା ତାହେଲେ ମୁଁ ଆଉ ଗାଡ଼ି ରଖିକିରି ଇଏ ରଖିକିରି ମୁଣ୍ଡିଆ ମାରୁଥିବି, ପୂଜା କରୁଥିବି, ଇଏ କରି ଯାଉଥିବି ବାଟ ଯାକ? ସେମିତି ତ କେଉଁଠି କୁହାଯାଏନି କରିବା ପାଇଁକା। ଆଚ୍ଛା, ସେଇଟା ଆମେ କ'ଣ କହୁ ଆମ ମନ ଆମକୁ ପାପ ଛୁଇଁଯାଏ ଯେ କାଳେ ନ କଲେ ମୋର କିଛି ଅସୁବିଧା ହେଇଯିବ କି, ଦୁର୍ଘଟଣା ହେଇଯିବ କି, ମୋର କିଛି କ୍ଷତି ହେଇଯିବ କି? କେବେ ନୁହେଁ। ମୁଁ ପା ଠାକୁରଙ୍କୁ ଘରେ ପୂଜା କରିକି ନମସ୍କାର କରିକି ସବୁକିଛି ସାରିକିରି ଆସିଛି, ଆଉ କିଛି ଦରକାର ନାହିଁ, ମୋତେ ବାଟରେ ଏସବୁ କରିବା ଦରକାର ନାହିଁ। ଯଦି ବି କରୁଛି ମନ ଭିତରେ ଅନ୍ତର ଭିତରେ କରିଦିଅ, ସରିଲା କାମ। ତେବେ ଆମ ଧର୍ମ ସଂସ୍କୃତିକୁ ରକ୍ଷା କରିବାକୁ ହେଲେ କିମ୍ବା ଧର୍ମ ସଂସ୍କୃତିକୁ ଧରି ରଖିବାକୁ ହେଲେ ଆପଣ ସମାଜକୁ କ'ଣ ବାର୍ତ୍ତା ଦେବେ? ଦେଖନ୍ତୁ, ଆମର ଧର୍ମ ହେଉଛି, ମୁଁ ଆଗରୁ କହିଛି, ଧର୍ମ ଅର୍ଥ କର୍ମ। ଧର୍ମ ଅର୍ଥ ଧାରଣ କରିବା, ମାନେ କେଉଁ କର୍ମ କଲେ ଆମର ଜୀବନ ଧାରଣ ହେବ, ଆମେ ସେଭଳିଆ ସଦକର୍ମ କରିବା ଉଚିତ, ବୈଦିକ କର୍ମ କରିବା ଉଚିତ, ଆଧ୍ୟାତ୍ମିକ କର୍ମ କରିବା ଉଚିତ, ବିହିତ କର୍ମ କରିବା ଉଚିତ। ବିହିତ କର୍ମ ଅର୍ଥାତ୍ ବିଶେଷ ହିତକର କର୍ମ। ସମାଜର ମଙ୍ଗଳ ସାଧନ ଯେଉଁଥିରେ ହେବ ତାକୁ, ସମାଜର ମଙ୍ଗଳ ସାଧନ ଯେଉଁ କର୍ମ ଦ୍ୱାରା ହେବ, କେବଳ ସମାଜର ନୁହେଁ, ନିଜର ମଧ୍ୟ ହେଉଥିବା ଦରକାର। ନିଜ ପରିବାରର, ସମାଜର ଏବଂ ସର୍ବୋପରି ଦେଶର ସେଇଭଳିଆ ବିହିତ କର୍ମ, ବିଶେଷ ହିତକର କର୍ମ କରିବା ଉଚିତ। କର୍ମ କଲେ ଆପଣଙ୍କର ଧର୍ମ ରକ୍ଷା ପାଇବ।